ଆଜିର ଏଇ ଯେଉଁ ପ୍ରେସ୍ ମିଟ୍ ଡକାହେଇଛି ପ୍ରଶାସନ ଏଇ ଯେଉଁ ଧାଡ଼ି ଭଙ୍ଗା ଚାଲିଛି ଆଇରନର ଗାଡ଼ି ବାରମ୍ବାର ତାଙ୍କ ପାଖକୁ ଆମେ ନିବେଦନ କଲା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ଆମେ ବହୁତ ଚେଷ୍ଟା ମାନେ କଲା ପରେ ଯେତେବେଳେ ଆମେ କିଛି ତାଙ୍କ ପାଖରୁ ସୁଫଳ ନ ପାଇଲୁ ସେତେବେଳେ ପ୍ରଶାସନ ଆମ ଗଣଦେଖା କଲା ଆମେ ଧୈର୍ଯ୍ୟ ଆମର ଆଉ ରହିଲାନି ସେଥିପାଇଁ ଆମେ ଆଉ ଅନ୍ୟ ଉପାୟ ନ ପାଇ ନିଜର ଲଢ଼େଇ ମାନେ ଅଧିକାର ପାଇଁ ଆମେ ଷ୍ଟ୍ରାଇକ୍ ନିଜର ହକ୍ ଜାହିର କରିବା ପାଇଁ ଆମେ ଷ୍ଟ୍ରାଇକ୍ ଡାକରା କରିବାକୁ ବାଧ୍ୟ ହେବୁ। ଅସୁବିଧା ହେଉଛି ଦେଖନ୍ତୁ ଏଇଟା ଯେଉଁଟା ଆଇରନର ଗାଡ଼ି ଡାହାଣ ପଟେ କାଟିକି ଆସୁଛି ଗୋଟେ ସାଧାରଣ ଗାଡ଼ିର ମାଲିକ ଗାଡ଼ି 10ରୁ 15 ଦିନ ଲାଗିଲା ବେଳେ ଗୋଟେ ଯେଉଁଟା ଡାହାଣ ପଟେ ଗାଡ଼ି କାଟିକି ଆସୁଛି ସେ 2 ଦିନିଆ ଟ୍ରିପ୍ କରୁଛି। ତେଣୁ ସାଧାରଣ ମାଲିକ ଯଦି ମାସକୁ 2 ଟ୍ରିପ୍ କରେ ତାହେଲେ ଗୋଟେ ଯେଉଁ ପୋଲିସକୁ ହାତ ବାରିଶ କରିକି ଯେଉଁ ଡାହାଣ ପଟେ ଯେଉଁ ଗାଡ଼ି ଆସୁଛି ସିଏ 15 ଟ୍ରିପ୍ କରୁଛି। ତେଣୁ ଏଥିପାଇଁ ଆମେ ବାରମ୍ବାର ବି ଜଣାଇଲୁ ଯେ ପ୍ରତି ଛକରେ ପୋଲିସ ଭ୍ୟାନ୍ ପ୍ରତି ପୋଲିସ ସାମ୍ନାରେ ଗାଡ଼ି ଆସୁଛି ଡାହାଣ ପଟେ ଗାଡ଼ି କାଟିକି ଆସୁଛି ତ ଆମେ କହିଲୁ ଯେ ଆମେ ଏଇଟା ଜେସିସିକୁ ଦାୟିତ୍ୱ ଦିଆଯାଉ ଜେସିସି ପୂର୍ବରୁ ଦାୟିତ୍ୱ ନିର୍ବାହ କରୁଥିଲା କିନ୍ତୁ ସେମାନେ ଜେସିସିର ଏଇଟା କର୍ତ୍ତବ୍ୟ ନୁହେଁ ବୋଲି କହିକି ଆଡ଼େଇ ଦେଲେ। ତେଣୁ ସେଟା ପୋଲିସର କର୍ତ୍ତବ୍ୟ ଦମନ ଅର୍ଡ଼ର ଦେଖିବା ପୋଲିସ ଯାହା କର୍ତ୍ତବ୍ୟ କରୁଛି ଆପଣମାନେ ତ ଦେଖୁଛନ୍ତି ଆମମାନେ ବି ଦେଖୁଛୁ କିନ୍ତୁ ଏଇଥିପାଇଁ ଆମେ ଗୋଟେ ଏଡିଏମ୍ଙ୍କ ପାଖରେ ବାରମ୍ବାର ଅନୁରୋଧ କରୁ ଯେ ଗୋଟେ ମିଟିଂ ଡାକନ୍ତୁ ଏବଂ ଆର ଗୋଟେ ସ୍ଥାୟୀ ସମାଧାନ ହେଉ ଜେସିସି ଏବଂ ପୋଲିସର ପ୍ରଶାସନ ମିଳିତ ପ୍ରୟାସରେ ଏଇ ଡ୍ୟୁଟି ଯେଉଁ ଚାଲୁଥିଲା ଆଗରୁ ସେମିତି ଚାଲୁ ଯେ ତା ଫଳରେ ଶୃଙ୍ଖଳିତ ଭାବରେ ଗୋଟେ ଧାଡ଼ିରେ ଗାଡ଼ିଗୁଡ଼ିକ ଆସିବେ ଏବଂ ସମସ୍ତ ମାଲିକ ସମାନ ଅଧିକାର ପାଇବେ। କିନ୍ତୁ ବାରମ୍ବାର ଅନୁରୋଧ କଲା ପରେ ପ୍ରଶାସନ ଜାଣିଶୁଣି ଅଣଦେଖା କଲା ତେଣୁ ଆମର ବାଧ୍ୟ ହେଇକି ଷ୍ଟ୍ରାଇକ୍ ଡାକରା କଲୁ ଆଗାମୀ 16 ତାରିଖ ଷ୍ଟ୍ରାଇକ୍ରେ ବସିବୁ। ଏହାର ଯେପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନ ହେଇଛି ସେ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ। ସ୍ପେସିଫିକ୍ ଗୁଲି ଗାଡ଼ି ଆଇରନ୍ ଗାଡ଼ି ସେ କଥା କହିବି ନାହିଁ। ଏଇ ଯେଉଁ ଓଭରଟେକିଂ ରାସ୍ତାରେ ଓଭରଟେକିଂ ତ ନୁହେଁ ଆପଣ କିଛି ଗାଡ଼ି ନିର୍ଦ୍ଦିଷ୍ଟ ମାନେ ରୋଡ ଡାହାଣ ପଟ ରୋଡରେ ଆସୁଛନ୍ତି ପୋଲିସ ଉପସ୍ଥିତିରେ ପୋଲିସ ଗାଡ଼ି ଠିଆ ହେଇଛି ସେମାନେ ପାସ୍ କରୁଛନ୍ତି ଆସୁଛନ୍ତି। ତେଣୁ ଏ ଯେଉଁ ସମସ୍ୟା ହେଇଛି ବଢ଼ି ବଢ଼ି ଚାଲିଛି ଯାହାଦ୍ୱାରା ଏଠି ଆମ ଗାଡ଼ି ଖାଲି ଚାଲୁନାହିଁ ସାରା ଓଡ଼ିଶାର ଗାଡ଼ି ଏଠି ବନ୍ଦର ଯେହେତୁ ପାରାଦ୍ୱୀପ ବନ୍ଦର ଦୃଷ୍ଟି ଅଛି ସାରା ଗାଡ଼ି ଆସୁଛି ଏଠିକି ମାଲ ଧରିକି ଖାଲି କରି ଯିବା ପାଇଁ। କିନ୍ତୁ ଏ ଯେଉଁ ହେଲା ଦ୍ୱାରା ଆମର କିଛି କ୍ଷତି ହେଉଛି ଆମ ମାଲିକମାନେ ଧରନ୍ତୁ କିଛି ମାଲିକ ଯଦି ଏଥିରେ ଉପକୃତ ହେଇଯାଉଥିବେ ଦେଖା ଦେଖି ଅନ୍ୟମାନଙ୍କ ଠାରୁ କିନ୍ତୁ 90% ଊର୍ଦ୍ଧ୍ୱ ମାଲିକ ହଇରାଣ ହେଉଛନ୍ତି ରାସ୍ତାରେ 15 ଦିନ ଧରି ଠିଆ ହେଉଛନ୍ତି ଗୋଟେ ଗାଡ଼ି ଖାଲି କରିବା ପାଇଁ ଏବଂ ଏଥିରେ ଅଧିକା କ୍ଷତି ହେଉଛି ସାଧାରଣ ଲୋକଙ୍କର ରୋଡ ବ୍ଲକେଟ୍ ହେଉଛି ଯିବା ଆସିବାରେ ଅସୁବିଧା ହେଉଛି ଏବଂ ଦୁର୍ଘଟଣା ବାରମ୍ବାର ଘଟିଲା ପରେ ଶହ ଶହ ଲୋକ ମୃତ୍ୟୁବରଣ କରିସାରିଲେ ଏବଂ ଯେଉଁଥିରେ କି ଆମ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଯେ ଯେଉଁ ଆସୋସିଏସନ୍ ଥାଏ କମିଟି ଆମେ ଚାହୁଁଥିଲା ବେଳେ କେମିତି ତାକୁ ଶୃଙ୍ଖଳିତ କରିବା ପାଇଁ ସେଠି ପୋଲିସ ପ୍ରଶାସନ ଆମକୁ ସେ ଦାୟିତ୍ୱ ଦେବା ପାଇଁ ନାରାଜ ଯେ ନାଇଁ ଆମେ କରିବୁ ଏବଂ କ'ଣ କରୁଛନ୍ତି କେମିତି କରୁଛନ୍ତି ଏ କଥା ଆପଣମାନେ ଭଲ ଭାବରେ ହୃଦୟଙ୍ଗମ କରୁଛନ୍ତି। ତେଣୁ ମୋର କହିବା ଆବଶ୍ୟକତା ନାହିଁ। ଇଏ ଯଦି ନ ହୁଏ ଆସନ୍ତା 14 ତାରିଖ ଭିତରେ ଅଗଷ୍ଟ 14 ତାରିଖ ଭିତରେ ଯେହେତୁ 15 ତାରିଖ ସ୍ୱାଧୀନତା ଦିବସ ତେଣୁ 16 ତାରିଖ ଠାରୁ ଆମର 3 ସଂଘର ଟ୍ରକ୍ ମାଲିକମାନେ ଯେଉଁ ଚରମ ନିଷ୍ପତ୍ତି ନେଇଛନ୍ତି ଯେ ରାଜରାସ୍ତାକୁ ଅଚଳ କରିବେ ସମ୍ପୂର୍ଣ୍ଣ ପରିବହନ ବ୍ୟବସ୍ଥାକୁ ଅଚଳ କରିବେ। 3 ସଂଘରେ ଗାଡ଼ି ସଂଖ୍ୟା ଯେଉଁ ପଞ୍ଜୀକୃତ ଗାଡ଼ି ସଂଖ୍ୟା 8000 ଊର୍ଦ୍ଧ୍ୱ କିନ୍ତୁ जोटा चालुची जोटा मतलब आक्टिव अच्छा लोक नौकरी से संख्या 6000।